କଳାହାଣ୍ଡି ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଆଜି ପୁଣି କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳର ବେଆଇନ ମଦଭାଟି ଉପରେ ଆତର୍କିତ ଚଢ଼ାଉ। ବେଆଇନ କାରବାରରେ ଜଡ଼ିତ ଜଣକୁ ଗିରଫ। ବହୁ ପରିମାଣର ମହୁଲ ଓ ଗୁଡ଼ ପୋଚ ନଷ୍ଟ କରାଯାଇଥିବା ବେଳେ ବ୍ୟବହୃତ ସରଞ୍ଜାମ ଜବତ କରାଯାଇଛି। ସୂଚନା ପ୍ରକାରେ ଆଜି ସକାଳେ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଏକାଧିକ ଗ୍ରାମର ବେଆଇନ ମଦଭାଟି ଉପରେ ଆଜି ପ୍ରାତଃ ସମୟରେ ଚଢ଼ାଉ ଆରମ୍ଭ କରିଥିଲେ। ପ୍ରକାଶ ଥାଉ କି କିଛି ଦିନ ଧରି ଅଞ୍ଚଳରେ ଏକାଧିକ ବେଆଇନ ଭାଟିରୁ ବିପୁଳ ପରିମାଣର ମଦ ପ୍ରସ୍ତୁତ କରି ସୀମାନ୍ତ ଅଞ୍ଚଳର କିଛି ଅସାମାଜିକ ବ୍ୟକ୍ତି କଳାହାଣ୍ଡିର ବିଭିନ୍ନ ଗ୍ରାମରେ ଅବୈଧ ଭାବେ କାରବାର କରି ଆସୁଥିଲେ। ଉକ୍ତ ଖବରକୁ ସଂଜ୍ଞାନରେ ନେଇ ଚଳିତ ମାସ ପ୍ରଥମ ସପ୍ତାହରେ ଏକ ଚଢ଼ଉ କରିଥିବା ବେଳେ ଆଜି ପୁଣି ଥରେ କାଶୀପୁର ଥାନା ପକ୍ଷରୁ ଚଢ଼ଉ କରାଯାଇଛି। ଏଥିରେ ମଦ ରାନ୍ଧିବା ପାଇଁ ପ୍ରସ୍ତୁତ ଥିବା 2500 କେଜିର ମହୁଲ ଓ ଗୁଡ଼ ପୋଚକୁ ପୋଲିସ ନଷ୍ଟ କରିଥିବା ବେଳେ ଉକ୍ତ କାରବାରରେ ସମ୍ପୃକ୍ତ ଜଣକୁ ପୋଲିସ ଗିରଫ କରି ବ୍ୟବହୃତ ସରଞ୍ଜାମକୁ ସବୁ ଜବତ କରିଛି। ସାଧାରଣ ପ୍ରକ୍ରିୟାରେ ପରେ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ। ପୁଣି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ପେଟ୍ରୋଲିଂ ବ୍ୟାପକ କରାଯାଇ କାଶୀପୁର ଥାନା ଅଞ୍ଚଳ ମଦମୁକ୍ତ କରିବାକୁ ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ପ୍ରକାଶ କରିଛନ୍ତି। କାଶୀପୁରରୁ ରଞ୍ଜିତାଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍, ଓଡ଼ିଶା।